ବାଲେଶ୍ୱରରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ପାଇଁ ରାଜ୍ୟସ୍ତରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। ଏସ୍ଜେ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହଯୋଗରେ ବାଲେଶ୍ୱର ସହରର ଇନଷ୍ଟିଚ୍ୟୁଟ୍ ଅଫ୍ ନେଚର କେୟାର ଆଣ୍ଡ ଯୋଗିକ ସାଇନ୍ସ ପରିଚାଳିତ ହେଲ୍ଦି ଲାଇଫ୍ ଯୋଗ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତ 14 ତାରିଖରୁ ଚାଲିଥିବା ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ବା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ପାଇଁ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ମୟୂରଭଞ୍ଜର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟ, କେଉଁଝରର ଧରଣୀଧର ବିଶ୍ୱବିଦ୍ୟାଳୟ, ପୁରୀର ସଂସ୍କୃତ ବିଶ୍ୱବିଦ୍ୟାଳୟ, କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଭୃତିକୁ ମିଶାଇ ମୋଟ 10ଟି ବିଶ୍ୱବିଦ୍ୟାଳୟର 200ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଟାଉନ ଥାନା ଅଧିକାରୀ ବିଜୟ କୁମାର ଦାସ, ବିଶିଷ୍ଟ ସାହିତ୍ୟିକ କବି ପ୍ରଶାନ୍ତ ଦାସ, ଦୈନିକ ଖବରକାଗଜ ଧ୍ୱନି ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ରାଖେଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଗୌରାଙ୍ଗ ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଓ ନିରାମୟ ଜୀବନଯାପନରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ତଥା ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏ ଦିଗରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦ୍ୱାରା ନିରୋଗ ସମାଜ ଗଠନରେ ସହାୟକ ହୋଇପାରିବେ। ତେବେ ଯୋଗ ଓ ପ୍ରାକୃତିକ ଚିକିତ୍ସାର ପ୍ରଚାର ପ୍ରସାର ଦିଗରେ ହେଲ୍ଦି ଲାଇଫ୍ ମହାବିଦ୍ୟାଳୟର ଅଗ୍ରଣୀ ଭୂମିକା ବାସ୍ତବିକ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଭଗବାନଙ୍କୁ ଆମେ ଖୋଜୁଛନ୍ତି, କିଏ ସାଧନା କରୁଛି, କିଏ କ'ଣ କରୁଛି ଠିକ୍ ନାହିଁ, କିନ୍ତୁ ମୁଁ କହିବି ମୋ ମତରେ କର୍ମ ହିଁ ଭଗବାନ। ଯେଉଁ ଏନ୍ଏସ୍ଏସ୍ କ୍ୟାମ୍ପଟି ଅନୁଷ୍ଠିତ ହୋଇଛି ତାର ପ୍ରଥମ ଲକ୍ଷ୍ୟ ହୁଏତ ମୋ ମତରେ ଗୋଟେ ସୋସିଆଲ କନସିୟସନେସ୍ ତିଆରି କରିବା, ଗୋଟେ ଲିଡରସିପ୍ ତିଆରି କରିବା, ଆଉ ଗୋଟେ କମ୍ୟୁନିଟି ସର୍ଭିସ୍। ଏ ଭାବଟା ଷ୍ଟୁଡେଣ୍ଟ ମାନଙ୍କ ମଧ୍ୟରେ, ସେ କଲେଜ ଷ୍ଟୁଡେଣ୍ଟ ହଉ କି ସ୍କୁଲ ଷ୍ଟୁଡେଣ୍ଟ ମାନଙ୍କ ମଧ୍ୟରେ ଗୋଟେ ପ୍ରେରଣାର ଉତ୍ସ ଦେଇଥାଏ। ସେଇ ଉତ୍ସକୁ ଆଧାର କରି ଆମେ ଆଗକୁ ବଢ଼ିବା। ଆଉ ମୋର ଅନୁରୋଧ ରହିବ ମୋର ଛୋଟ ଛୋଟ ଭାଇ ଭଉଣୀ ମାନଙ୍କୁ, ସେମାନେ ଗୋଟେ ୟୁନିଫର୍ମରେ ଅଛନ୍ତି। ମୁଁ ଯେହେତୁ ଗୋଟେ ୟୁନିଫର୍ମ ପର୍ସନ, ଗୋଟେ ୟୁନିଫର୍ମରେ ସେମାନେ ଅଛନ୍ତି। ୟୁନିଫର୍ମକୁ ପ୍ରଥମେ ବୁଝିବାକୁ ପଡ଼ିବ। ୟୁନିଫର୍ମର ଅର୍ଥ କ'ଣ? ୟୁନିଫର୍ମର ଅର୍ଥ ହେଉଛି ଗୋଟେ ସେବା। ଆପଣମାନେ ବି ଯେଉଁ ୟୁନିଫର୍ମଟା ପିନ୍ଧିଛନ୍ତି, ସେ ୟୁନିଫର୍ମରେ ଗୋଟେ ଲୋଗୋ ଅଛି। ଆପଣ ଗୋଟେ ବ୍ୟାଜ୍ ଅଛି, ଦେଖନ୍ତୁ ସେ ବ୍ୟାଜ୍ରେ 8ଟି ଗାର ଅଛି। ସେ 8ଟି ଗାରର ଅର୍ଥ ହେଉଛି 24 ସର୍ଭିସ୍, 24 ଆୱାର ସର୍ଭିସ୍। ସେଇଟାକୁ ଆପଣଙ୍କୁ ମନେ ରଖିବାକୁ ପଡ଼ିବ। এই ছাত্র জীবନରେ ଆମକୁ ସେବା କରିବାର ସୁଯୋଗ ମିଳୁଛି। ଏହି ସେବା କରିବାର ସୁଯୋଗ ଆମକୁ ଆଗକୁ ନେଇ ଆମ ଜୀବନର ମାନଦଣ୍ଡକୁ ମଧ୍ୟ ତିଆରି କରିବ। ଦୈନନ୍ଦିନ ଜୀବନରେ ଭେଟୁଥିବା ସାମ୍ନା କରୁଥିବା ବହୁତ ଘଟଣା, ବହୁତ ସମୟ ଗୋଟେ ଜୀବନର ଗତିପଥ ବଦଳାଇ ଦିଏ। ଆମେ ଆଶା କରିବା, ହୋପଫୁଲ ଯେ ଆଜିର ଏ ମୁହୂର୍ତ୍ତ କାହାକୁ ଛୁଁ, କାହାର ନା କାହାର ଜୀବନର ଗତିପଥକୁ ବଦଳାଇ ଦେଉ। ସେଦିନ ଯଦି ରାସ୍ତାରେ ଯାଉଁ ଯାଉଁ ସୁନ୍ଦରୀ ଶିକ୍ଷକ ତରୁଣୀଟି ଜଣେ କୁଷ୍ଠରୋଗୀକି ରାଜା ରାସ୍ତାରେ ଦେଖିନଥାନ୍ତା, ସେ ମଦର ଟେରେସା ହେଇପାରିନଥାନ୍ତା। ସେଦିନ ସନ୍ଥ ତୁଳସୀଦାସ ପତ୍ନୀ ରତ୍ନାବଳୀକୁ ଭଲ ପାଇ ଯଦି ଛୋଟ ଦୁଃଖଟିଏ ପାଇନଥାନ୍ତା, ସେ ରାମଚରିତ ମାନସ ଲେଖିପାରିନଥାନ୍ତେ। ପ୍ରତ୍ୟେକ ମୁହୂର୍ତ୍ତରେ ଆଖି ଆଗରେ ଦେଖାଦେଉଥିବା ଘଟଣା ଜୀବନର ପରିବର୍ତ୍ତନ ସ୍ୱର ହୋଇଯାଇପାରେ। ମୁଁ କହିଲି, ଭାଇ ବିକ୍ଷିପ୍ତ ମନ ନେଇ କ'ଣ କିଏ କିଛି ଶୁଣିପାରେ, ଜାଣିପାରେ? ମ୍ୟାଡ଼ାମ୍ କହିଲେ, ଆମେ ଆଗେଇବା ବାଗେଇବା।
ଆଗେଇ ପାରିବା। ବାଗେଇବା ପାରିବା ପାଇଁ କାନ ଦରକାର ନୁହେଁ, ମନଟିଏ ଦରକାର। ଆମେ ଗୀତ ଶୁଣିବା ପାଇଁ କାନ ଦରକାର, କିନ୍ତୁ ଆଜିର ଏଇ ସୁନ୍ଦର ମୁହୂର୍ତ୍ତକୁ ଅନୁଭବ କରିବା ପାଇଁ କାନ ସହିତ ମନର ସଂଯୋଗ ହେବା ଆବଶ୍ୟକ। ଯୋଗର ପ୍ରଥମ ଦୁଇଟା ପଦ୍ଧତି ଅଛି। ଆମେ ତାକୁ ନାଉ ଇଟ୍ ଇଜ୍ ଯୋଗ ଇଜ୍ ଗୋଇଂ ଟୁ ବି ଏକ୍ସରସାଇଜ୍। ଶନିବାର ଡ୍ରିଲ୍ କ୍ଲାସ୍ ହେଇଯାଉଛି, ଦ୍ୟାଟ୍ ଇଜ୍ ନଟ୍ ଯୋଗ। ଗୋଟେ ହେଉଛି ବାକ୍ ନିରୋଧ, ବାକ୍ ସଂଯମ ଗୋଟେ ବିରାଟ ଯୋଗ। ଏବେ ବୋଧେ ଆମେ ସମସ୍ତେ କଥା କହିବାରେ ବ୍ୟସ୍ତ। ଯେଉଁ କଥା ଆମେ କହୁ ଅନ୍ୟକୁ, ନିଜକୁ କହୁନା। ଆତ୍ମକନ୍ଥନ, ଆତ୍ମଚିନ୍ତନ, ଆତ୍ମନିରୀକ୍ଷଣ ଏସବୁ ଆମ ପାଖରେ ଆଉ ନାହିଁ, ଏ କଥାରେ ଅଛି। ଠିକ୍ ସେମିତି ନୀରବରେ ଶୁଣିବା ଆଉ ଗୋଟେ ଶ୍ରେଷ୍ଠ ଯୋଗ। ଏ କଥାକୁ ଆମକୁ ପଶେଇବାକୁ ପଡ଼ିବ। ଯେମିତିକି ଚାରିଟା ବ୍ୟବହାରିକ ଯୋଗକୁ ମେନସନ୍ କରାଯାଇଥିଲା ଯେ ସେ ଚାରିଟା ବ୍ୟବହାର ଯୋଗ ଯେ ଶିଖିବ ସେ ଯୋଗକୁ ଯିବ। ଜଣେ ଯୋଗ କରିବା ଆଗରୁ 50 ଥର ନିଜକୁ କହିବ ମୁଁ ଯୋଗୀ ହେବି, ମୁଁ ଯୋଗୀ ହେବି, ମୁଁ ଯୋଗୀ ହେବି, ମୁଁ ଯୋଗୀ ହେବି, ମୁଁ ଯୋଗୀ ହେବି। ସେଲ୍ଫ କମିଟମେଣ୍ଟ। ଅଟୋମେଟିକାଲି ମରା କହୁ ଆପଣ ରାମ କେତେବେଳେ ହେଇଥିବେ ଜାଣିପାରିବେ। ଏହି ଅବସରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଏବଂ ଶିବିରାର୍ଥୀ ଶିବିରରେ ସେମାନଙ୍କ ଅନୁଭୂତି ତଥା ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ। ମତେ ତ ଲାଗୁଛି ଚିତ୍ର ସାର୍ ଆଉ ଦେବୀ ମ୍ୟାଡାମ ଆମ ସମସ୍ତଙ୍କୁ ସବୁଦିନ ପାଇଁ ଏଇ ଜାଗାରେ ରଖିଦିଅନ୍ତୁ। ଏତେ ବଢିଆ ସୁନ୍ଦର କାର୍ଯ୍ୟକ୍ରମ। ମତେ ମୁଁ ଯଦି ଏଇ କାର୍ଯ୍ୟକ୍ରମକୁ ଆସିନଥାନ୍ତି ବୋଧ ହୁଏ ମୁଁ ସେଇ ଅନ୍ଧକାର ଭିତରେ ରହିଯାଇଥାନ୍ତି। କେତେ ସୁନ୍ଦର ପ୍ରୋଗ୍ରାମ ଥିଲା। ଆଉ ସବୁ ପିଲାମାନେ ଏତେ ସୁନ୍ଦର ଜୀବନରେ ପଇସା ଖର୍ଚ୍ଚ କରି ବହୁତ ଭଲ ଭଲ ଜାଗା ବୁଲିବାକୁ ଯାଇହବ, କିନ୍ତୁ ଏମିତି ସୁନ୍ଦର କାର୍ଯ୍ୟକ୍ରମ କେବେ ବି ଯେଉଁମାନେ ଆସିଛନ୍ତି ସେମାନଙ୍କର ବୋଧେ ସୌଭାଗ୍ୟ। କିନ୍ତୁ ଆମେ ଯୋଉ ଗୋଟେ ବିଶ୍ୱବିଦ୍ୟାଳୟ ପଢିକି 24 ଜଣ ଲେଖା ସିଲେକ୍ସନ ଆଇଲେ, ସେଟା କି ନା ଭଗବାନଙ୍କ ଯଦି କର୍ମଫଳ ଦବ, କିନ୍ତୁ ଆମେ 4000 ପିଲା ଭିତରେ ଆମେ କାହିଁ ସିଲେକ୍ସନ ହେଇକି ଆଇଲେ? ସେତିକି ପୂର୍ବ ଜନ୍ମର କର୍ମଫଳ, ସାରଙ୍କର ଆଶୀର୍ବାଦ, ବାପା ମାଙ୍କର ଆଶୀର୍ବାଦ ଅଛି ବୋଲି ଆଜି ପ୍ରୋଗ୍ରାମରେ। କିନ୍ତୁ ବହୁତ ଧନ୍ୟବାଦ ଦେବି ଚିତ୍ତ ସାରଙ୍କୁ। ନା ଉଡ଼ାଇ ଇଣ୍ଡିଆ ଜନ ବୁଝେ ନାହିଁ ଟଙ୍କା, ଜୁଇଟା ବୁଝେ ନା ଧନୀ କି କରିବ, ସତ୍ୟ ସେ ଜୁଇ ଶିଖା। କୁକୁଡ଼ା ଜଳରେ ଜନ୍ମ ନେଇଛୁ, କୁକୁଡ଼ା ଜୀବନକୁ କାଟି ମିଛ ଅଭିନୟ କାହିଁକି କରୁଛୁ, ସତ୍ୟ ସେଇ କାଟିବାନି। କେହି ରହିନାହାନ୍ତି ରହିବେ ନାହିଁ ରେ ଭବରଙ୍କ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ଛାଡ଼ି ବାହୁଥିବେ କାଳେ ବେଳେ। ହଁ ବନ୍ଧୁଗଣ, କିଏ ଜାଣେ ଆମ ଜୀବନରେ ଶେଷ କଥା ହବ, କିଏ ଜାଣେ ଆମ ଜୀବନରେ ଶେଷ ଦେଖା ହବ। ସେଥିପାଇଁ ନା ବନ୍ଧୁଗଣ ଆମେ ନିଜେ ହସି ଅନ୍ୟକୁ ହସାଇବା, ହସ ଖୁସିରେ ଜୀବନ ବିତାଇବା। ଆମେ ସବୁବେଳେ ନିଜେ ହସିବା, ଅନ୍ୟକୁ ହସାଇବା। ହେଲ୍ଦି ଲାଇଫର ପ୍ରତିଷ୍ଠାତା ତଥା ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡାକ୍ତର ଚିତ୍ତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ରୋଗର ପ୍ରତିକାର ପାଇଁ ପ୍ରାକୃତିକ ଚିକିତ୍ସା ଅବଲମ୍ବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ହେଲ୍ଦି ଲାଇଫ ଯୋଗ ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏଥିରେ ପୌରୋହିତ୍ୟ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ଓ ପ୍ରାକୃତିକ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଏହି ଶିବିର ମାଧ୍ୟମରେ ନିଶ୍ଚିତ ସଫଳ ହୋଇଥିବ ବୋଲି ଶ୍ରୀମତୀ ଦାସ ଆଶା ପ୍ରକାଶ କରିଥିଲେ। ଏହି 3 ଦିନିଆ ଶିବିରରେ ଆନ୍ତର୍ଜାତିକ ନେଚୁରୋପାଥି ଅର୍ଗାନାଇଜେସନର ଓଡ଼ିଶା ସଭାପତି ଡାକ୍ତର ସୁଭାଷ ଚନ୍ଦ୍ର ଷଡ଼ଙ୍ଗୀ, କୋଲକାତାର ସନାତନ ମହାକୁଳ, ସାଉଥ ଆଫ୍ରିକାର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଭଗବାନ ଭୂୟାଁ ପ୍ରମୁଖ ରିସର୍ଚ୍ଚ ପର୍ସନ ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଡକ୍ଟର ରିତୁଲତା ବିଶ୍ୱାଳ, ବିଶ୍ୱଜିତ ନାୟକ, କିରଣ କୁମାର ସାହୁ, ଶିଶିର ସାହୁ, ହରିଶଙ୍କର ପାଣିଗ୍ରାହୀ, ଅମ୍ବଜାଲୋଚନ ଦାସ, ପ୍ରତାପ କିଶୋର ବେହେରା, କିରଣବାଳା ସେଠୀ, ଅଜୟ କୁମାର ଦାସ, ଡକ୍ଟର ଲକ୍ଷ୍ମୀକାନ୍ତ ରଥ, ହିମାଂଶୁ ସାହୁ, ସ୍ମିତା ବାରିକ, ମାନସ ପଣ୍ଡା, ପ୍ରଦୀପ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଅଧ୍ୟାପିକା ଅନିତା ମିଶ୍ର ଓ କାନ୍ତି କୃଷ୍ଣା ଦାସଙ୍କ ସହ ହେଲ୍ଦି ଲାଇଫର ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ। ଅଧ୍ୟାପକ ଅଭିଷେକ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମତେ କିଛି ଫୁଟୱେର ଆଉ ବ୍ୟାଗ ବଗେରା କିଣିବାର ଅଛି। ସପିଂ ଏବେ ନୁହେଁ, ସପିଂ ହେବ 13 ମାର୍ଚ୍ଚରେ। ଆଜି କଣ ପାଇଁ ନୁହଁ? 13 ମାର୍ଚ୍ଚ କଣ ପାଇଁ? ତୁମ ଜାଣିନ କି ବାଲେଶ୍ୱରରେ ଚିଡ଼ିଆପୋଲ ପାଖରେ ଖୋଲିବା ପାଇଁ ଯାଉଛି କଲକାତାର ଅରିଜିନାଲ ଶ୍ରୀ ଲେଦର। ଆଉ ଗୋଟେ କଥା ଜାଣିଛୁ, ଶ୍ରୀ ଲେଦର ପ୍ରଥମ ଥର ପାଇଁ ଦେବାକୁ ଯାଉଛି ଧମାକାଦାର ଅଫର, ଯେମିତିକି 999ରେ ପରଚେସ୍ କଲେ 400ର ଗୋଟେ ବ୍ୟାଗ୍ ଫ୍ରି। ଆଉ ହଁ, ଏଇଟା ଓନ୍ଲି 13 ମାର୍ଚ୍ଚ। माँ लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।